ଆଜି ଶୁଣିବା ଉପନ୍ୟାସ ଅନ୍ଧ ଦିଗନ୍ତ। ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି। ଭାଗ 4। ଚତୁର୍ଥ ପରିଚ୍ଛେଦ। ସକାଳେ ଆକାଶ ପାଉଁଶିଆ ମେଘରେ ଥମ୍ଥମ୍ କରୁଥିଲା। ଖରା ଦେଖାଯାଉନଥିଲା। ମେଦୁଳ ଶ୍ୟାମଳତାରେ ଚତୁର୍ଦ୍ଦିଗ ସ୍ନିଗ୍ଧ ଓ କୋମଳ ଲାଗୁଥିଲା। କିନ୍ତୁ ଦ୍ୱିପହର ବେଳକୁ ମେଘୁଆ ଖରା ଗୁଳୁଗୁଳିଆ ସବୁଆଡ଼େ ଝାଉଁଳି ପଡ଼ିଥିଲା। ନିଧି ଦାସ ବିରୂପା ବନ୍ଧ ଉପରେ ତଳକୁ ମୁଣ୍ଡ ନୁଆଇ ଆହତ ଓ ପରାଜିତ ପରି ଫେରୁଥିଲେ। ଅର୍ଜୁନପୁର ଆସିବା ବେଳେ ତାଙ୍କ ପାହୁଣ୍ଡ ଦୁଇ ଦୁଇ ହାତ ଛଡ଼ାରେ ପଡ଼ୁଥିଲା। ଏବେ କିନ୍ତୁ ତାହା ମନ୍ଥର, ଭାରଗ୍ରସ୍ତ ଓ ଅବସନ୍ନ ହୋଇପଡ଼ିଥିଲା। ଅର୍ଜୁନପୁର ଗାଁରୁ ଗହୀର ବିଲେ ବିଲେ ଆସିଲେ ମଧୁପୁର ଛଡ଼ା 2 କୋଶର ବାଟ। ବିରୂପା ବନ୍ଧ ଉପରେ ମଧୁପୁରକୁ ମଧ୍ୟ ରାସ୍ତା ଅଛି। କିନ୍ତୁ ସେ ବାଟ ଅଧିକା 4 ମାଇଲ ବୁଲାଣି। ବର୍ଷା ଦିନେ ଗହୀର ବିଲ ବାଟ ବନ୍ଦ ହୋଇଗଲେ ଲୋକେ ବିରୂପା ବନ୍ଧ ରାସ୍ତାରେ ଯିବା ଆସିବା କରିଥାନ୍ତି। ନିଧି ଦାସ ସେହି ବାଟେ ମଧୁପୁରରୁ ଫେରୁଥିଲେ। ଉପରେ ଟାଇଁ ଟାଇଁଆ ମେଘୁଆ ଖରା ଦେହରୁ ପଳ ପଳ ମାଂସ ଛିଣ୍ଡାଇ ଦେଉଥିଲା। ନିଧି ଦାସଙ୍କ ଚାରିପଟେ ବିରାଟ ଅକଳନ୍ତି ଶୂନ୍ୟତା। ତା ମଧ୍ୟରେ ସମୟ, ଦୂରତ୍ୱ ଓ ଲକ୍ଷ୍ୟ ସବୁ ବିଲୀନ ହୋଇପଡ଼ିଥିଲା। ନିଧି ଦାସ ଆସିଥିଲେ ଅର୍ଜୁନପୁର, ସେଠାରୁ ଯାଇଥାନ୍ତେ କଟକ, କଟକରୁ ନାଗପୁର। ବିଦେଶୀ ଶାସନର ଘୃଣିତ ସତ୍ତା ଉପରେ ଶେଷ ପ୍ରହାର ପାଇଁ। ମାତ୍ର ସେଠାରେ ସତ୍ୟାଗ୍ରହ ବନ୍ଦ ହୋଇଗଲା। କିନ୍ତୁ ସତ୍ୟାଗ୍ରହ କାହିଁକି ଆରମ୍ଭ ହୋଇ କାହିଁକି ବନ୍ଦ ହେଲା? ପୁଣି ସତ୍ୟାଗ୍ରହୀମାନଙ୍କର ଦାବି ରହିଲା ନା ବିଦେଶୀ ଶାସନର ଜିଦ୍ ରହିଲା? ନିଧି ଦାସଙ୍କର ପକ୍ଷରେ ସବୁ ଦୁର୍ବୋଧ୍ୟ। ସେସବୁ ପଲିଟିକ୍ସ, ଯାହା ନିଧି ଦାସଙ୍କ ପରି ଲୋକେ ବୁଝିପାରିବେ ନାହିଁ କିମ୍ବା ବୁଝିବା ଉଚିତ ନୁହେଁ। ହରିଆ ପ୍ରାଣର କଥା ମନେ ପଡ଼ିଗଲା। ମଲା ସାନସାଆନ୍ତଙ୍କ କଥା। ତମେ ଆମ କଥା। ସାନସାଆନ୍ତ ଇଂରେଜୀ ପାଠ ପଢ଼ିଛନ୍ତି। ପ୍ରଭୁ ସୁଦୟା କଲେ ଦୋପଟି ହେବେ। ସିଏ କ'ଣ ଆଉ ସିନ୍ଧି କାଟି ଜିଅଲ ଯାଆନ୍ତେ? ସୁଧୋଧନଙ୍କ କଥା ମଧ୍ୟ ନିଧି ଦାସଙ୍କ କାନରେ ଗଡ଼ା ନାଗରା ଶବ୍ଦ ଭଳି ବାଜି ଉଠିଲା। ବ୍ରିଟିଶ ସରକାର କଂସାରୀ ଘର ପାରା କୁଲା ଢାଉଁ ଢାଉଁରେ ସେ କ'ଣ ଉଡ଼ି ଯାଉଛି? ନିଧି ଦାସ ଯେଉଁ ବାଟ ଧରି ଏତେ ଦିନ ଚାଲିଥିଲେ ସେ ଯେପରି ବାଟ ନୁହେଁ, ଏକ ମାରାତ୍ମକ ଭୁଆଁ ବୁଲା। ବହୁ ବର୍ଷ ପୂର୍ବେ ଥରେ ନିଧି ଦାସ ଆଉ ମଧୁପୁର ଉପର ସାହିର ଗୋବିନ୍ଦ ତିହାଡ଼ି ନଈ ସେପାରି ଗୋଡ଼ିବାଣପୁରରୁ ପାଲା ଦେଖି ରାତି ଅଧରେ ଗାଁକୁ ଫେରୁଥିଲେ। ସେଦିନ ରାତି ଚାରିଆଡ଼େ କାଳିଜହ୍ନ ପଡ଼ିଥିଲା। ବିରୂପା ବାଲି ଧୁ ଧୁ କରୁଥିଲା। ନଈ ମଝିରେ ହଠାତ୍ ଭୁଆଁ ବୁଲାଇଲା। ମଧୁପୁର ଗଡ଼ାଣି ଛାଡ଼ି ବୁଲି ବୁଲି ନିଧି ଓ ଗୋବିନ୍ଦ ତିହାଡ଼ି ବହୁ ତଳେ ବିଶୋଇ ଘାଇ ପାଖ ମଶାଣିପଦାରେ ପହଞ୍ଚିଥିଲେ। ସେତେବେଳକୁ ଜାଙ୍ଗଲୁ ଜାଙ୍ଗଲୁ ପାହାନ୍ତି ଆଲୁଅ ଚାରିଆଡ଼େ ଫୁଟି ଆସିଥିଲା। ଗୋବିନ୍ଦ ତିହାଡ଼ି ପିତାଶୁଣୀ ମନ୍ତ୍ର ବୋଲି କାଳେ ସେଥର ଭୁଆଁ ବୁଲାରୁ ଉଦ୍ଧାର ପାଇଥିଲେ। ତା ନହେଲେ ସବୁ ସରିଥିଲା। ସେହିପରି ଇଏ ଏକ ଭୀଷଣ ଭୁଆଁ ବୁଲା। ସବୁ ବାଟ ସମାନ, ଦିଗ ହଜିଯାଇଛି, ଲକ୍ଷ୍ୟ ଘୁଞ୍ଚି ଯାଇଛି। ସାମ୍ନାରେ ଅସରନ୍ତି ବାଟ ଆଉ ବ୍ୟଥା। କିନ୍ତୁ ସେ ପିତାଶୁଣୀ ମନ୍ତ୍ରଟା କ'ଣ? ଶୀଘ୍ର ମଧୁପୁର ଫେରିଯିବା ପାଇଁ ନିଧି ଦାସଙ୍କର ଉତ୍କଣ୍ଠା ନଥିଲା। କଟକ ଯିବା ପାଇଁ ଉଦ୍ଦେଶ୍ୟ ନଥିଲା। ଯୁଆଡ଼େ ଇଚ୍ଛା ସେଆଡ଼େ ଯିବା ପାଇଁ ମଧ୍ୟ ଆପତ୍ତି ନଥିଲା। ଆଗରେ ବନ୍ଧ ତଳକୁ ବାଉଁଶ ବଣ ଘେରା ସିଦ୍ଧିପୁର ଗାଁ। ଅଳ୍ପ ଦିନ ପୂର୍ବେ ଚଷା ସାହି ଆଉ ମହାନ୍ତି ସାହିର ଘରଗୁଡ଼ାକ ଘରପଡ଼ିରେ ଜଳି ପାଉଁଶ ହୋଇଯାଇଥିଲା। ପୋଡ଼ା ଘରର କଲାବୁଲା କାନ୍ଥ ଆଉ ଦରପୋଡ଼ା ଖୁଣ୍ଟ ସବୁ ଭୂତ ପରି ଉପରକୁ ମୁଣ୍ଡ ଟୋକି ଠିଆ ହୋଇଥିଲା। ଗତ ଆନ୍ଦୋଳନରେ ସିଦ୍ଧପୁର, କ୍ଷେତରାଜପୁର ଓ ମଙ୍ଗରାଜପୁର ପ୍ରଭୃତି ଗାଁର ଲୋକମାନେ ଖୁବ୍ ମାତିଥିଲେ। ତା ପରେ ପରେ ସିଦ୍ଧପୁରିଆ ସୁଲତାନପୁର ଜମିଦାର ବିରୋଧରେ ଯେଉଁ ମେଳି ଆରମ୍ଭ କରିଦେଲେ, ସେଥିରେ ଜମିଦାରର ବାକି ଖଜଣା ପାଉଲାଟେ ସୁଦ୍ଧା ଆଦାୟ ହୋଇପାରିଲା ନାହିଁ। ଘଟଣାଟା ଅବଶ୍ୟ ମାମୁଲି। ବିବାହ ବ୍ରତ, ପୁଆଣି ପ୍ରଭୃତିରେ ଜମିଦାର ଇଲାକାରୁ ଟଙ୍କାରେ 2 ଅଣା ହିସାବରେ ମାଗଣା ଆଦାୟ କରୁଥିଲେ। କିନ୍ତୁ ଗତ ବର୍ଷ ଝିଅ ବାହାଘର ପାଇଁ ମାଗଣା ଆଦାୟ ହେଲା ଟଙ୍କା 3 ଅଣା। ଖଜଣା ଦେବାକୁ ଯିଏ ଆସିଲା, ମାଗଣା ନ ଦେଲେ ରସିଦ କଟା ହେଲା ନାହିଁ। ଗୁମାସ୍ତା ଓ ପାଇକମାନେ ଗାଁ ଗାଁ ବୁଲି ମାଗଣା ଆଦାୟ ପାଇଁ ଜୋର ଜୁଲମ ଆରମ୍ଭ କରିଦେଲେ। ଏଥିପାଇଁ
ଓ ଜୁଲମ ବିରୁଦ୍ଧରେ ପ୍ରବଳ ଅସନ୍ତୋଷ ତେଜି ଉଠିଲା। ସେତେବେଳକୁ ନିଧି ଦାସ ପ୍ରମୁଖ ଜେଲରେ। ସତ୍ୟାଗ୍ରହ ଆନ୍ଦୋଳନ ସହିତ ଏ ଅସନ୍ତୋଷ ମିଶି ଯେତେବେଳେ ଅସମ୍ଭାଳ ହୋଇ ଉଠିଲା, ଏତିକବେଳେ ପୁଣି ସିଦ୍ଧପୁର ସତୀଦହ ପୋଖରୀରୁ ଜମିଦାର ଘରର ଜାଲିଆ ଓ ପଇକମାନେ ଜାଲ ପକାଇ ଜବରଦସ୍ତ ମାଛ ମାରିବାରୁ କୁହୁଳା ନିଆଁରେ କୁଟା ପଡ଼ିବା ପରି ପରିସ୍ଥିତି ଆହୁରି ମାରାତ୍ମକ ହୋଇ ଉଠିଲା। ସିଦ୍ଧପୁର ଗାଁରେ ସତୀଦହ ନାମରେ ଗୋଟିଏ ପ୍ରକାଣ୍ଡ ପୋଖରୀ ଅଛି। ପ୍ରାୟ 10 ଏକର ଜମି ଉପରେ ଏକ ହ୍ରଦ ପରି ଦେଖାଯାଏ। ପଙ୍କ ଦଳରେ ତାହାର ଗର୍ଭ ଏବେ ଅବଶ୍ୟ ଧୀରେ ଧୀରେ ପୋତି ହୋଇ ଆସିଲାଣି। ପ୍ରବାଦ ଅଛି, ବହୁ କାଳ ପୂର୍ବେ କ୍ଷତରାଜପୁର ଚୌପାଢ଼ୀର ଗଡ଼ନାୟକ ଘରର ଜଣେ କୁଳବଧୂ 12 ବର୍ଷ ବୟସରେ ବିଧବା ହୋଇ ସେଠାରେ ସତୀ ହୋଇଥିଲେ। ଯେଉଁଠାରେ ସେ ସ୍ୱାମୀଙ୍କ ସହିତ ଚିତାରେ ଜଳି ସତୀ ହୋଇଥିଲେ, ସେଠାରେ ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ଗୋଟିଏ ପ୍ରକାଣ୍ଡ ଜଳାଶୟ ଖୋଳାଯାଇଥିଲା। ତାହା ପ୍ରାୟ 150 ବର୍ଷ ତଳର କଥା। ସିଦ୍ଧପୁର ପ୍ରଭୃତି ଗାଁମାନ ସେତେବେଳେ କ୍ଷେତରାଜପୁର ଗଡ଼ନାୟକଙ୍କ ନିଷ୍କର ଭାଗିରୀଭୁକ୍ତ ଥିଲା। ଗଡ଼ନାୟକ କ୍ରମେ ଦେବାଳିଆ ହେଲେ। ସୁଲତାନପୁର ଚୌଧୁରୀ ଘର ଦେଣା ପରିଶୋଧ ବାବଦକୁ ଏ ବିଶାଳ ଭୂସମ୍ପତ୍ତି ନିଲାମରେ ଧରିଲେ। ଏପରି ଭାବରେ ସିଦ୍ଧପୁର ଗାଁର ସତୀଦହ ସୁଲତାନପୁର ଚୌଧୁରୀଙ୍କର ଇଲାକାଭୁକ୍ତ ହୋଇଥିଲା। ସତୀଦହ ଗଡ଼ନାୟକ ଇଲାକାରେ ଥିଲେ ହେଁ ତାହା କିନ୍ତୁ ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି ରୂପେ ପରିଗଣିତ ହେଉନଥିଲା। ସେ ଅଞ୍ଚଳର ଲୋକଙ୍କ ଦୃଷ୍ଟିରେ ସତୀଦହ ଥିଲା ଗୋଟିଏ ତୀର୍ଥ। ସତୀଦହରେ ପୂଜା ମନାସିଲେ ପ୍ରତ୍ୟକ୍ଷ ଫଳ ପାଇବାର ଏକ ବିଶ୍ୱାସ ସେ ଅଞ୍ଚଳରେ ବହୁ ପ୍ରସାରିତ ଓ ପ୍ରତିଷ୍ଠିତ। ଏହିପରି ଭାବରେ ସତୀଦହ ପୁଷ୍କରିଣୀ କାହାର ବ୍ୟକ୍ତିଗତ ସମ୍ପତ୍ତି ନ ହୋଇ ଏକ ସାଧାରଣ ଅନୁଷ୍ଠାନରେ ପରିଣତ ହୋଇଥିଲା। ଏହି କାରଣରୁ ସତୀଦହରୁ କେହି ମାଛ ମାରିବା ପୁଣି ନିଷିଦ୍ଧ ହେଲା। ଗାଁ ଲୋକେ ଲୁଚାଇ ରାତିରେ ମାଛ ଧରିଲେ ସୁଦ୍ଧା ଜମିଦାର ଘର କେବେ ସେଥିରୁ ମାଛ ମରାଇ ପାରୁନଥିଲେ। ସତୀଦହର ପଶ୍ଚିମ ପାଖରେ ଶ୍ମଶାନ ଓ ପୂର୍ବ ପାଖରେ ଗୋଟିଏ ପ୍ରକାଣ୍ଡ ବରଗଛ ସତୀ ବର। ସୁଲତାନପୁର ଜମିଦାର ସାନଜେମାର ମଙ୍ଗଳକୃତ୍ୟ ବେଳକୁ ମାଛର ଅଭାବ ପଡ଼ିଲା। ତେଣୁ ଜମିଦାରଙ୍କ ଗୁମାସ୍ତା ସଙ୍ଗରେ ଜାଲିଆ ଓ ପାଇକ ଧରି ସତୀଦହରୁ ମାଛ ମାରିବା ପାଇଁ ଆସିଲେ। ଆଗରୁ ତ ମାଗଣ ଆଦାୟ ହେତୁ ନିଆଁରେ କୁଟା କୁହୁଳିଲା ପରି ଲୋକେ ଭିତରେ ଭିତରେ କୁହୁଳିଥିଲେ। ସେଥିରେ ଜମିଦାରଙ୍କ ଜାଲିଆମାନେ ସତୀଦହରୁ ମାଛ ମାରିବା ପାଇଁ ଆସିବାରୁ ଅସନ୍ତୋଷର କୁହୁଳା ନିଆଁ ତପ ହୋଇ ଜଳି ଉଠିଲା। ଜାଲିଆମାନେ ମାଛ ମାରିବା ପାରି ଲୋକେ ଜାଲ ପକାଇ ନ ଦେବା ପାଇଁ ସଂଘବଦ୍ଧ। ପ୍ରଥମ ଦିନ ଜାଲିଆମାନେ ଫେରିଯିବାରୁ ପରଦିନ ବରକନ୍ଦାଜ ଆଉ ଲାଠିଆଳ ପାଇକମାନେ ମାଛ ମାରିବା ପାଇଁ ଆସିଲେ। ମାଛ ତ ମରା ହୋଇ ପାରିଲା ନାହିଁ। ମଲା ସିଦ୍ଧପୁରରୁ ନରିଆ ବାଉରି ଆଉ ଜମିଦାର ପକ୍ଷରୁ କେତେଜଣ ପାଇକ ମଧ୍ୟ ଖଣ୍ଡିଆ ଖାବୁଡ଼ା ହେଲେ। ଏହାପରେ ଜମିଦାର ପ୍ରଜା ସଂଘର୍ଷ ଅତି ଉତ୍କଟ ହୋଇ ଉଠିଲା। ମାଗଣ ତ ମାଗଣ, ପ୍ରଜାଏ ଖଜଣା ବୁନ୍ଦା ସୁଦ୍ଧା ବନ୍ଦ କରିଦେଲେ। ଅବସ୍ଥା ସାଂଘାତିକ ହେବାରୁ ଜିଲ୍ଲା କଲେକ୍ଟର ସରଜମିନ ତଦନ୍ତରେ ଆସିଲେ। ଅତ୍ୟଧିକ ମାଗଣ ଆଦାୟ କରି ଜମିଦାର ପ୍ରଜାପୀଡ଼ନ କରୁଥିବା ଓ ସତୀଦହରେ ମାଛ ମାରି ଲୋକଙ୍କ ଧର୍ମବିଶ୍ୱାସ ଉପରେ ଆଞ୍ଚ ଆଣିଥିବା ତଦନ୍ତରେ ପ୍ରମାଣିତ ହେଲା। ନରିଆ ବାଉରିର ଖୁନ୍ ମାମଲାରେ ଜମିଦାରଙ୍କର କେତେଜଣ ପାଇକ ମଧ୍ୟ ସଜା ପାଇଲେ। ଗ୍ରାମର କେତେଜଣ ମୁଖିଆ ଲୋକ କଂଗ୍ରେସବାଲା ଆନ୍ଦୋଳନ ତେଜେଇଥିବାରୁ ସେମାନେ ମଧ୍ୟ ଜେଲ୍ ଭୋଗିଲେ। ଜମିଦାର ଘର ଏହାପରେ ବାହା କାମୁଡ଼ି ସିଦ୍ଧପୁରିଆଙ୍କ ଉପରେ ଅକସ ନେବା ପାଇଁ ସୁବିଧା ଉଣ୍ଡୁଥିଲେ। ସେତେବେଳେ ରାତି ଅଧରେ ଅଚାନକ ଖରପଡ଼ି ଗୋଟିଏ ନୈମିତ୍ତିକ ଘଟଣା ଥିଲା। ଯେଉଁ ଗାଁମାନଙ୍କରେ ଲୋକେ କଂଗ୍ରେସ ଆନ୍ଦୋଳନରେ ମାତୁଥିଲେ, ସେମାନଙ୍କୁ ଭୟଭୀତ କରିବା ପାଇଁ ସରକାରୀ ଷଡ଼ଯନ୍ତ୍ରରେ ଘରେ ଘରେ ନିଆଁ ଲଗାଇ ଦିଆଯାଉଥିଲା। ପରେ ଅବଶ୍ୟ ପ୍ରଚାର କରାଯାଉଥିଲା, କଂଗ୍ରେସବାଲା ଘରପୋଡ଼ି ଦେଲେ। ଅନେକେ ସେ ପ୍ରଚାରରେ ବିଶ୍ୱାସ କରି କଂଗ୍ରେସ କର୍ମୀମାନଙ୍କୁ ଘରପୋଡ଼ିଆ ବୋଲି ଆଖ୍ୟା ଦେଇଥିଲେ। ଗତ ଜ୍ୟେଷ୍ଠ ମାସରେ ହଠାତ୍ ଦିନେ ରାତିରେ ସିଦ୍ଧପୁର ଚଷାସାହିରେ ନିଆଁ ଲାଗିଲା। ଏ ଚଷାସାହିଆ ଜମିଦାର ଘର ପାଇକମାନେ ମାଛ ମାରିବା ପାଇଁ ଆସିଥିବା ବେଳେ ବିରୋଧ କରିଥିଲେ। ଠେଙ୍ଗା ବାଡ଼ି ଧରି ସେମାନଙ୍କୁ ରୋକିବା ପାଇଁ ବାହାରି ଆସିଥିଲେ। ମହାନ୍ତି ସାହିକୁ ମଧ୍ୟ ନିଆଁ ଡେଇଁ ଦେଖିବା ପାଇଁ ସିଦ୍ଧପୁର ଗାଁର ସବୁ ପୁରୁଷ ଲୋକ ସଞ୍ଜ ବେଳକୁ ବାହାରି ଯାଇଥିଲେ। ଘରେ ଯେଉଁମାନେ ଥିଲେ ସେମାନେ ସ୍ତ୍ରୀ, ବୃଦ୍ଧ, ଅକର୍ମଣ୍ୟ ଓ ଶିଶୁ।
ସହଜେ ପୁଣି ଜ୍ୟେଷ୍ଠ ମାସ କୂଅ ପୋଖରୀ ସବୁ ଶୁଖିଲା। ଗୁହାଳରୁ ଗୋରୁମାନଙ୍କୁ ପଘାରୁ ଫିଟାଇ ସେମାନଙ୍କୁ ଛାଡ଼ିଦେବା ବ୍ୟତୀତ ସେ ସର୍ବଗ୍ରାସୀ ନିଆଁର ଦାଉରୁ ଆଉ କିଛି ରକ୍ଷା କରାଯାଇ ପାରିନଥିଲା। ସିଦ୍ଧପୁରିଆ ପାଲା ଦେଖି ଫେରିଲା ବେଳକୁ ପାଉଁଶ କୁଢ଼ ଭିତରେ ରଡ଼ନିଆ ବ୍ୟତୀତ ଆଉ କିଛି ନଥିଲା। ଯେଉଁମାନେ ଏତେ ବଡ଼ ଅତ୍ୟାଚାର କରିଗଲେ ସେମାନେ ଖୋଲାଖୋଲି କହି ବୁଲିଲେ, ପାଣି ଭିତରେ ଘର କରି କୁମ୍ଭୀର ସାଙ୍ଗରେ କଳି ଲଗାଇବା ଫଳ ପାଅ। ଥାନାରେ ଏତଲା ଦେବାକୁ ଯିବାରୁ ଦାରୋଗା ଏତଲା ନ ରଖି ଓଲଟି ଅଶ୍ରାବ୍ୟ ଭାଷାରେ ଗାଳିଦେଲା। ଯାଅ ସେଇ କଂଗ୍ରେସିଆ ବୋପାମାନଙ୍କ ପାଖକୁ, ସେଇମାନେ ତମ ପିଠିରେ ପଡ଼ିବେ। ଉଲଙ୍ଗ ଅତ୍ୟାଚାରର କଳାନାଗ ଯେପରି ସେହି ପୋଡ଼ା କାଠକୁଣ୍ଟ ଆଉ କଳା ବୁଲି ବୁଲି ଯାଇଥିବା ଭୁଷୁଡ଼ା କନ୍ଥଗୁଡ଼ିକୁ ଉପରେ ଫଣା ତୋଳିଥିଲା, ତାହାର ପ୍ରତିରୋଧ ଦୂରର କଥା, ପ୍ରତିବାଦ ପାଇଁ କେହି ମୁଣ୍ଡ ଉଠାଇ ତତ୍କ୍ଷଣ କଳାନାଗର କୁଟିଳ ଜିହ୍ୱା ଆଘାତ କରିବା ପାଇଁ ଲମ୍ବି ଆସୁଥିଲା। ସମସ୍ତେ ଭୀତତ୍ରସ୍ତ ଅତ୍ୟାଚାର, ଅବିଚାର ଓ ଅନାଚାରକୁ ବିଧି ନିଷେଧ ରୂପେ ମାନିନେଇ ଜୁଲମ କରି, ସାଲିସ ଓ ସନ୍ଧି କରି ଆତ୍ମରକ୍ଷା ପାଇଁ ସମସ୍ତେ ବ୍ୟାକୁଳ। ଉପରକୁ ମୁଣ୍ଡ ତୋଳି ଠିଆ ହୋଇଥିବା ପୋଡ଼ା କାଠଖୁଣ୍ଟଗୁଡ଼ିକୁ ଆଡ଼େ ନିଧିଦାସ ଗୋଟିଏ ଦୀର୍ଘଶ୍ୱାସ ପକାଇଲେ। ସ୍ୱରାଜର ଅର୍ଥ ନିଧିଦାସ ଯେତେ ଭାବନ୍ତି, ଭାବନାର ଭୁଆଁ ବୁଲାଣି ଭିତରେ ସେତିକି ବିଭ୍ରାନ୍ତ ହୋଇପଡ଼ନ୍ତି। ମାତ୍ର ସ୍ୱରାଜର ଅର୍ଥ ଯାହା ହେଉନା କାହିଁକି, ଏହା ଅତ୍ୟାଚାରୀ ଓ ସବଳର ଏପରି ସ୍ୱରାଜ୍ୟର ବିରୁଦ୍ଧରେ ଏକ ଅବାରିତ ସଂଗ୍ରାମ ବୋଲି ନିଧିଦାସ ମନେ ମନେ ସ୍ଥିର କରିନେଲେ। ପଠାଣ, ମୋଗଲ, ମରହଟ୍ଟା, ବର୍ଗୀ ଜୁଲମଠାରୁ ଇଂରେଜୀ ଜୁଲମ, ପୁଣି ସେହି ସବୁ ଜୁଲମ ବା ସାର ବାହ୍ୟ ଛାୟା ତଳେ ବଢ଼ି ଯାଉଥିବା ସମାଜର ଶତ ଅତ୍ୟାଚାର ସର୍ବସ୍ୱ ଧରିତ୍ରୀକୁ ମୂକ କରି ରଖିଛି। ସ୍ୱରାଜ୍ୟର ଲକ୍ଷ୍ୟ ଯାହା ହେଉ ପଛେ, ଏହି ଅତ୍ୟାଚାରିତା ମୂକ ଧରିତ୍ରୀର ଜଡ଼କଣ୍ଠରେ ମୁକ୍ତିର ଭାଷା ଫୁଟାଇବା ଏକ ପରମ କର୍ମ ଓ ଧର୍ମ। ସେଥିରେ ନିଧିଦାସଙ୍କର କୌଣସି ସନ୍ଦେହ ରହିଲା ନାହିଁ। ନାଗପୁରରେ ସତ୍ୟାଗ୍ରହ ଚାଲୁ ବା ବନ୍ଦ ରହୁ, ପଲିଟିକ୍ସର ଅର୍ଥ ନିଧିଦାସ ବୁଝନ୍ତୁ ବା ନ ବୁଝନ୍ତୁ, ସ୍ୱରାଜ୍ୟର ନୂତନ ସୂର୍ଯ୍ୟୋଦୟ ସନ୍ଧାନରେ ରାତି ଯେତେ ଅନ୍ଧାର ହେଉ ପଛେ, ରାସ୍ତା ଯେତେ ନିର୍ଜନ ଓ ନିଃସଙ୍ଗ ହେଉ ପଛେ, ଚାଲିବା ପାଇଁ ପଡ଼ିବ। ଚାଲିବା ପାଇଁ ପଡ଼ିବ। ସବୁ ରାତିର ଶେଷ ଅଛି। ଏ ରାତିର ଶେଷରେ ସ୍ୱରାଜ୍ୟର ସୂର୍ଯ୍ୟ ଆକାଶରେ ଉଇଁବ, ନିଶ୍ଚୟ ଉଇଁବ। ସନ୍ଦେହ, ଅବିଶ୍ୱାସ ଓ ଗ୍ଳାନିର ଯେଉଁ ଭାର ନିଧିଦାସଙ୍କୁ କେତେକ ମୁହୂର୍ତ୍ତ ପୂର୍ବେ ଅବସନ୍ନ କରିଦେଇଥିଲା, ସେସବୁ ନିଧିଦାସଙ୍କ ମନ ଭିତରୁ କୁଆଡ଼େ ମୁହୂର୍ତ୍ତକ ଭିତରେ ଓହ୍ଲାଇଗଲା। ସକାଳେ ନିଧିଦାସ ଯେପରି ଦୁଇ ଦୁଇ ହାତରେ ପାହୁଣ୍ଡ ପକାଇ ବାହାରିଥିଲେ, ସେହିପରି ଲମ୍ବା ଲମ୍ବା ପାହୁଣ୍ଡ ପକାଇ ଆଗେଇ ଗଲେ। ଏହାପରେ ମଙ୍ଗରାଜପୁର ବନ୍ଧ ଗଡ଼ାଣି ତଳେ ଡାହାଣ ହାତୀ ବଙ୍କିଗଲେ। ହାଟ ପଡ଼ିଆର ଓସ୍ତଗଛ ନଈବନ୍ଧ ଉପରୁ ଦିଶୁଛି। ଅପରାହ୍ନରେ ଚେନାଇ ସୁନେଲି ଖରା ଓସ୍ତଗଛର ମଥାନ ଉପରେ ଗୋଛାଏ କଅଁଳିଆ ପତ୍ର ଉପରେ ପଡ଼ି ଝଲମଲ ହେଉଛି। ଏ ଗାଁରେ ନିଧିଦାସଙ୍କ ଅନ୍ତରଙ୍ଗ ବନ୍ଧୁ, ସହକର୍ମୀ ଓ ଜେଲ ସାଥୀ ଶ୍ୟାମବନ୍ଧୁ ବିଶ୍ୱାଳଙ୍କର ଘର। ଏ ବାଟେ ଆସିଛନ୍ତି ଯେତେବେଳେ ଶ୍ୟାମବନ୍ଧୁଙ୍କ ସହିତ ସାକ୍ଷାତ ଦଣ୍ଡେ କଥାବାର୍ତ୍ତା ନ ହୋଇ ଚାଲିଯିବା ପାଇଁ ନିଧିଦାସଙ୍କର ଇଚ୍ଛା ହେଲା ନାହିଁ। ସେହି ଜେଲଖାନାରୁ ମୁକୁଳିବା ପରଠାରୁ ତାଙ୍କ ସହିତ ଆଉ ଦେଖା ସାକ୍ଷାତ ହୋଇନଥିଲା। ନିଧିଦାସ ବନ୍ଧ ଗଡ଼ାଣିରୁ ତଳକୁ ଗଡ଼ିଲେ। ଶ୍ୟାମବନ୍ଧୁ ବିପତ୍ନିକ, ସନ୍ତାନ ସନ୍ତତି ନାହାନ୍ତି, ନିର୍ଜଞ୍ଜାଳିକ ଲୋକ। ସଂସାର ଭିତରେ ବିଧବା ଭଉଣୀଟିଏ କୌଶଲ୍ୟା। ଶ୍ୟାମବନ୍ଧୁଙ୍କ ଶିକ୍ଷା ଗୁରୁ ଟ୍ରେନିଂ ପାସ୍। କ୍ଷେତରାଜପୁର ମାଇନର ସ୍କୁଲରେ ଥାର୍ଡ଼ ପଣ୍ଡିତ ପଦରେ ନିଯୁକ୍ତ ହୋଇଥିଲେ। ଶିକ୍ଷକ ରୂପେ ତାଙ୍କର ସୁନାମ ଓ ସମ୍ମାନ ଉଭୟ ଥିଲା। କିନ୍ତୁ 2 ବର୍ଷ ତଳେ ଗାନ୍ଧୀ ଯେତେବେଳେ ଓଡ଼ିଶା ଆସିଲେ, ସେତେବେଳେ ଶ୍ୟାମବନ୍ଧୁ ସ୍କୁଲ ବନ୍ଦ କରି ଗାନ୍ଧୀଙ୍କ ସଭା ଦେଖିବା ପାଇଁ କଟକ ଯାଇଥିବାରୁ ସ୍କୁଲ ଇନ୍ସପେକ୍ଟରଙ୍କ ହୁକୁମରେ ଶ୍ୟାମବନ୍ଧୁ ଚାକିରିରୁ ବରଖାସ୍ତ ଦେଇଥିଲେ। ଶ୍ୟାମବନ୍ଧୁ ସେହିଦିନୁ ପୂରାପୂରି କଂଗ୍ରେସ କର୍ମୀ। କଂଗ୍ରେସ ପକ୍ଷରୁ ଯେତେବେଳେ ଯେଉଁ ନିର୍ଦ୍ଦେଶ ଆସେ, ଶ୍ୟାମବନ୍ଧୁ ତାହା ଯଥାଶକ୍ତି ପାଳନ କଲେ ସୁଦ୍ଧା ଆନୁଷ୍ଠାନିକ ଭାବରେ କଂଗ୍ରେସ ସହିତ ସମ୍ପୃକ୍ତ ନଥିଲେ, ଅଥବା ଦାମରଥଙ୍କ ପରି ବୁଲି ବୁଲି କଂଗ୍ରେସ ବାର୍ତ୍ତା ପ୍ରଚାର କରୁନଥିଲେ।
ଶ୍ୟାମବନ୍ଧୁ ହାତରେ ଚରଖା କାଟନ୍ତି। ଦିନେ ଦିନେ ହାତରେ ପହଁରା ମୁଠାଏ ଧରି ବାଉରି ସାହି ଚାମର ସାହି ସଫା କରନ୍ତି, ଗୀତା ପଢ଼ନ୍ତି। ଜବରଦସ୍ତ ହରିଜନମାନଙ୍କ ଘରେ ପଶି ସେମାନଙ୍କ ହାଣ୍ଡିରୁ ପଖାଳ ବାଢ଼ି ଖାଆନ୍ତି। ଗାଁ ଲୋକେ ଶ୍ୟାମବନ୍ଧୁଙ୍କୁ ପାଗଳ ଭାବି ତାଙ୍କର ସବୁ କଥା ସମର୍ଥନ ନ କଲେ ସୁଦ୍ଧା ସେସବୁ ବରଦାସ୍ତ କରୁଥିଲେ। ମାତ୍ର ଶ୍ୟାମବନ୍ଧୁ ବାଉରି କଣ୍ଡରାଙ୍କ ରୋଷଶାଳ ଘରେ ପଶି ସେମାନଙ୍କ ହାଣ୍ଡିରୁ ପଖାଳ ବାଢ଼ି ଖାଇବାରୁ ଲୋକେ ଆଉ ବରଦାସ୍ତ କରିପାରିଲେ ନାହିଁ। ତାଙ୍କୁ ନିଆଁ, ପାଣି, ଧୋବା, ଭଣ୍ଡାରୀ ସବୁ ବାସନ୍ଦ ହୋଇଗଲା। ଧୋବା ଘରେ ଲୁଗା କଚାଇବା ଶ୍ୟାମବନ୍ଧୁଙ୍କର ଦରକାର ପଡ଼େ ନାହିଁ। ଘର ଛପର ପାଇଁ ମୂଲିଆ ମିଳିଲେ ନାହିଁ। ହରିଜନମାନେ ଏକା ଓଳିକେ ଘର ଛପର କରି ଦେଇଗଲେ। ସେଥିରେ ମଧ୍ୟ ଶ୍ୟାମବନ୍ଧୁଙ୍କୁ ଅକଡ଼େଇ ହେଲା ନାହିଁ। କିନ୍ତୁ ଭଣ୍ଡାରୀ ସେବା ବାସନ୍ଦ ହେବାରୁ ଶ୍ୟାମବନ୍ଧୁଙ୍କ ମୁଣ୍ଡର ବାଳ ଓ ଦାଢ଼ି ସବୁ ବଢ଼ିଗଲା। ମୁଣ୍ଡ ବାଳ ଓ ଦାଢ଼ି ଲମ୍ବାଇ ଶ୍ୟାମବନ୍ଧୁ ଦିଶିଲେ କାପାଳିକ ପରି। ଅପରାହ୍ନର ଲମ୍ବାଲମ୍ବି ଶୀତୁଳିଆ ଛାଇ ବାଉଁଶ ଗଛ ମଥାନ ନଡ଼ିଆ ବାଉଙ୍କା ଉପରକୁ ଧୀରେ ଧୀରେ ବୁଲି ଆସୁଥିଲା। ସାରାଦିନର ଅସହ୍ୟ ଉତ୍ତାପ ପରେ ପତ୍ର ଗହଳିର ଶୀତଳ ପବନ ଧୀରେ ଧୀରେ ବହିବା ପାଇଁ ଆରମ୍ଭ କରିଥିଲା। ଆକାଶରେ ପୁଣି ଖଣ୍ଡ ଖଣ୍ଡ ମେଘ ଜମାଟ ବାନ୍ଧି ଆସୁଥିଲା, କିନ୍ତୁ ବର୍ଷାର କୌଣସି ଲକ୍ଷଣ ନଥିଲା। ଶ୍ୟାମବନ୍ଧୁ ଦାଣ୍ଡ ଘରେ ଖଣ୍ଡେ ନୁଆଣିଆ ଖଟ ଉପରେ ବସି ଅରଟରେ ସୂତା କାଟୁଥିଲେ। ଦାଣ୍ଡ ପାହାଚ ଉପରେ ପାଦ ରଖି ନିଧିଦାସ ଡାକିଲେ, ଘରେ ଅଛ କି ହୋ ଶ୍ୟାମବନ୍ଧୁ? ଶ୍ୟାମବନ୍ଧୁ ନିଧିଦାସଙ୍କ ପାଟି ବାରି ଭିତରୁ ଜବାବ ଦେଲେ, କିଏ? ନିଧି ଭାଇ, କି ହୋ, ଆସ ଆସ। ନିଧିଦାସ ଭିତରକୁ ଆସିବା ମାତ୍ରେ ଶ୍ୟାମବନ୍ଧୁ ତାଙ୍କୁ ଦୁଇ ବ୍ୟଗ୍ର ବାହୁ ମେଲି ଆଲିଙ୍ଗନ କରି କହିଲେ, ଏ ମନ ଖୋଜୁଥାଏ ଯାହା, କାଳେ ପ୍ରାପ୍ତ ହୁଏ ତାହା। ତମକୁ ମନେ ମନେ ମୁଁ ଭାରି ଖୋଜୁଥିଲି। ତମେ ନ ଆସିଲେ ଏଇ 2-3 ଦିନ ଭିତରେ ତୁମ ଘରକୁ ନିଶ୍ଚୟ ଆସିଥାନ୍ତି। ଶ୍ୟାମବନ୍ଧୁ ପୁଣି ଅରଟ ଚଳାଇବାରେ ମନୋନିବେଶ କଲେ। ଏକ ଅବିଚଳିତ ନିଷ୍ଠା ଓ ବିଶ୍ୱାସ, ପୁଣି ଅନନ୍ତ ଧୈର୍ଯ୍ୟ ଶ୍ୟାମବନ୍ଧୁଙ୍କ ରୁକ୍ଷ ଚେହେରାରେ ତପସ୍ୱୀର ମହିମା ପ୍ରଲିପ୍ତ କରିଥିଲା। ଶ୍ୟାମବନ୍ଧୁଙ୍କଠାରେ ଯେପରି ଭାରତୀୟ ଜୀବନର ଆତ୍ମଶୌର୍ଯ୍ୟ, ତପସ୍ୟା ଓ ଦ୍ୱିଧାହୀନ ବିଶ୍ୱାସର ଆଦର୍ଶ ମୂର୍ତ୍ତି ପରିଗ୍ରହ କରିଥିଲା। ଏ ଭାରତକୁ ସାମୟିକ ଭାବରେ ପରାଜିତ କରାଯାଇ ପାରିଥାଏ, ମାତ୍ର ଇତିହାସରେ ଏହା ମୃତ୍ୟୁହୀନ, ଏହାର ଧ୍ୱଂସ ନାହିଁ। ନିଧିଦାସ ଶ୍ୟାମବନ୍ଧୁଙ୍କ ନିଷ୍କମ୍ପ ଅଚଞ୍ଚଳ ମୂର୍ତ୍ତିଆଡ଼େ ଚାହିଁ ସ୍ୱରାଜର ଅନ୍ତିମ ଲକ୍ଷ୍ୟ ପ୍ରତି ନିଜ ମନରେ ସନ୍ଦେହ, ଅବିଶ୍ୱାସ ଓ ଦୁର୍ବଳତା ହେତୁ ନିଜକୁ ଶତଧିକ୍କାର ଦେଉଥିଲେ। ବାହାରେ ଅପରାହ୍ନ ଛାୟାକ୍ରମେ ଗଭୀର ହୋଇ ଆସୁଥିଲା। ଶ୍ୟାମବନ୍ଧୁ ଅରଟ ବନ୍ଦ କରି ପଚାରିଲେ, ଆଉ ଖବର କ'ଣ? ଦାମରଥ କହିଲା, ତୁମେ କୁଆଡ଼େ ନାଗପୁର ଯାଉଛ? ନିଧିଦାସ କାନ୍ଥ ଦେହରେ ଆଉଜି ପଡ଼ି କହିଲେ, କହୁଛି ମୋତେ ଭାରି ଶୋଷ ଲାଗୁଛି, ଆଗେ ମୁନ୍ଦାଏ ପାଣି ଦିଅ। ଶ୍ୟାମବନ୍ଧୁ ପାଣି ଆଣିବା ପାଇଁ କୌଶଲ୍ୟାକୁ ଡାକିଲେ। କୌଶଲ୍ୟା ହାତରୁ ପାଣି ଢାଳଟାଏ ନିଧି ଅଧଢାଳ ଢାଳି ଢକ ଢକ କରି ପିଇଗଲେ। ତାପରେ ବଳକା ପାଣିରେ ମୁହଁ ଧୋଇ ଚାଦରକାନିରେ ପୋଛି ନିଧିଦାସ କହିଲେ, ସୁଧୋଧନ ପାଖକୁ ଅର୍ଜୁନପୁର ଯାଇଥିଲି, ନଈ ବନ୍ଧେ ବନ୍ଧେ ଫେରୁଛି। ଏ ବାଟେ ଯେତେବେଳେ ଯାଉଛି ତମ ସାଙ୍ଗରେ ଦେଖା ନ କରି ଯାଆନ୍ତି କିପରି? ଶ୍ୟାମବନ୍ଧୁ କହିଲେ, ମୁଁ କିନ୍ତୁ ନାଗପୁର ଯାଉନାହିଁ, କହିଛି ପରା, ସକଳ ତୀର୍ଥ ତୋଚରଣେ, ବନ୍ଦ୍ରିକା ଯିବି କି କାରଣେ? ଏଠି ତ 100 କାମ, ଆଉ ନାଗପୁର ଯାଉଛି କୁଆଡ଼େ? ନିଧିଦାସ ଗୋଟିଏ ଦୀର୍ଘଶ୍ୱାସ ପକାଇଲେ। ସେ ଯଦି ଶ୍ୟାମବନ୍ଧୁଙ୍କ ପରି ସ୍ୱରାଜ୍ୟର 100 କର୍ମଜଞ୍ଜାଳ ଭିତରେ ଏହିପରି ଛନ୍ଦି ହୋଇପାରିଥାନ୍ତେ। ନିଧି କହିଲେ, ନାହିଁ, ଏ ସତ୍ୟାଗ୍ରହ ବନ୍ଦ ହୋଇଗଲା। ସର୍ଦ୍ଦାର ପଟେଲ କାଳେ କହୁଛନ୍ତି ତାଙ୍କ ଦାବି ରହିଲା, ସରକାର କହୁଛନ୍ତି ତାଙ୍କ ଜିଦ୍ ବି ରହିଲା। ସୁଧୋଧନଙ୍କ ପାଖରୁ ସେଇ କଥାଟା ଶୁଣି ଏବେ ଫେରୁଛି। ଆଚ୍ଛା ଶ୍ୟାମବନ୍ଧୁ, ପଲିଟିକ୍ସ କଥାଟା କ'ଣ ହେ? ଶ୍ୟାମବନ୍ଧୁ କହିଲେ, ରାଜନୀତି? କିନ୍ତୁ ସେ କଥା କାହିଁକି ହଠାତ୍ ପଡ଼ିଲା? ନିଧି କହିଲେ, ସୁଧୋଧନଙ୍କୁ ମୁଁ ପଚାରିଲି, ନାଗପୁରରେ ସରକାରର ଜିଦ୍ ଆଉ ସତ୍ୟାଗ୍ରହୀମାନଙ୍କର ଦାବି ଏକାଠି ରହିପାରିବ କିପରି? ଲଢ଼େଇରେ ଦୁଇ ପକ୍ଷ ଜିତିବେ କୁଆଡ଼ୁ? ସୁଧୋଧନ ତହୁଁ କହିଲେ, ଏହା ପଲିଟିକ୍ସ। ଶ୍ୟାମବନ୍ଧୁ କହିଲେ, ସତ କହିଛନ୍ତି ସୁଧୋଧନ, ଏହା ରାଜନୀତି। ରାଜନୀତି ହେଲା ରାଜାମାନଙ୍କର, ଅଥବା ଯେଉଁମାନେ ରାଜା ହେବା ପାଇଁ ପାଗ ବାନ୍ଧୁଛନ୍ତି ସେହିମାନଙ୍କର ନୀତି। ସେ କଥା ଆମେ କାହୁଁ ବୁଝିବା? କାରଣ ତାହା ସୁବିଧାବାଦ, ସେଥିରେ ସ୍ପଷ୍ଟ କଥା ନାହିଁ। ନିଧି ପଚାରିଲେ, କିନ୍ତୁ ଗାନ୍ଧୀ ମହାତ୍ମା ଆମକୁ ତ ରାଜନୀତିର କଥା କହିନାହାନ୍ତି। ସେ କହିଛନ୍ତି ସ୍ୱରାଜ୍ୟର କଥା, ଅହିଂସା, ଚରଖା କଟା, ବିଦେଶୀ ବର୍ଜନ, ହରିଜନ ସେବାର କଥା। ଏସବୁ କ'ଣ ତାହେଲେ ରାଜନୀତି ନୁହେଁ?
ଶ୍ୟାମବନ୍ଧୁ କହିଲେ, ଏସବୁ ମଣିଷ ନୀତି, ରାଜନୀତିର କଥା ନୁହେଁ। ଗାନ୍ଧୀ କହିଛନ୍ତି, ଆଗେ ମଣିଷ ସ୍ୱାଧୀନ ହେଲେ ପରେ ଦେଶ ସ୍ୱାଧୀନ ହେବ। ଏସବୁ ସ୍ୱାଧୀନତା ଓ ସ୍ୱରାଜ୍ୟର ସାଧନା। ମଶାଣି ଚଣ୍ଡିଆ ବାବାଜୀ ଅବଧୂତାନନ୍ଦଙ୍କ କଥା ନିଧିଦାସଙ୍କ ମନରେ ପଡ଼ିଗଲା। ସେ ମଧ୍ୟ କହୁଥିଲେ ଠିକ୍ ଏହିପରି କଥା। ସ୍ୱରାଜ୍ୟ ଆସିବ ନୂଆ ମଣିଷର ସମାଜରେ। ନିଧିଦାସ ପୁଣି ପଚାରିଲେ, ହଇଏ ଦେଶବନ୍ଧୁ କିଏ? ପୁଣି ସ୍ୱରାଜ୍ୟ ଦଳ କ'ଣ? ଦାମରଥ ମୋତେ ସେଦିନ କହୁଥିଲା ସୁଧୋଦନ କୁଆଡ଼େ କଂଗ୍ରେସ ଛାଡ଼ି ଭିତରେ ସ୍ୱରାଜ୍ୟ ଦଳରେ ମିଶିଲାଣି। ଶ୍ୟାମବନ୍ଧୁ କହିଲେ, ସେ ଦୁଇ ଜଣଙ୍କର ଅହିନକୁଳ ସମ୍ପର୍କ। ତେଣୁ ସିଦ ନାଁରେ ସେ କ'ଣ ଗୁଡ଼ାଏ ଏଣୁତେଣୁ ଗପିଥିବ। ହେଲେ ସ୍ୱରାଜ୍ୟ ଦଳ କହୁଛି କଂଗ୍ରେସବାଲା ସରକାର ସାଙ୍ଗରେ ପୂରାପୂରି ସହଯୋଗ ନ କରି କୌଣସିଲ ଭିତରେ ସରକାର ସାଙ୍ଗରେ ବସି ସରକାର ଭାଙ୍ଗନ୍ତୁ। କିନ୍ତୁ ଗାନ୍ଧୀ କହୁଛନ୍ତି ଏ ବିଦେଶୀ ଶାସନ ସହିତ ଆମର କୌଣସି ସମ୍ପର୍କ ନାହିଁ କିମ୍ବା ଥାଇ ନପାରେ। ନିଧିଦାସ ଆକାଶରୁ ପଡ଼ିବା ପରି ବିସ୍ମିତ କଣ୍ଠରେ କହିଲେ, ଏ ପୁଣି କେମନ୍ତ କଥା? ଆମେ ପରା ଇସ୍କୁଲ ଚାକିରି ଛାଡ଼ି ସରକାର ସାଙ୍ଗରେ ଅସହଯୋଗ କରୁଛୁ। ତାହେଲେ ପୁଣି କୌଣସିଲ ଭିତରେ ସାଙ୍ଗରେ ମିଶି ଏକାଠି ବସିବା କିପରି? ଶ୍ୟାମବନ୍ଧୁ ହତାଶ କଣ୍ଠରେ କହିଲେ, ସେଇ ତ ରାଜନୀତି। ନିପଟ, ଧୋଇଆ, ତଳମାଳିଆ, ମଙ୍ଗରାଜପୁର ଗାଁ କୋଣରେ ଶ୍ୟାମବନ୍ଧୁ ବିଶ୍ୱାଳଙ୍କ ଦାଣ୍ଡଘରେ ଦୁଇଜଣ ସ୍ୱରାଜ୍ୟ ସିପାହୀ କୌଶଳ ପ୍ରବେଶ ସମ୍ପର୍କରେ ଏହିପରି ଆଲୋଚନା କରୁଥିଲା ବେଳେ ସେ ସମ୍ପର୍କରେ ସ୍ୱରାଜ୍ୟ ସେନାପତିମାନଙ୍କ ମଧ୍ୟରେ ମତାନ୍ତର ଓ କନ୍ଦଳ ଦିଲ୍ଲୀଠାରୁ କୋକାନାଡ଼ା ପର୍ଯ୍ୟନ୍ତ ଲମ୍ବି ଯାଇଥିଲା। କଂଗ୍ରେସ ଭିତରେ ଯେ ଉଚ୍ଚ ମଧ୍ୟବିତ୍ତ ବୁଦ୍ଧିଜୀବୀ ଦଳ ଅସହଯୋଗ ଆନ୍ଦୋଳନ ମଧ୍ୟରେ ସ୍ୱାଧୀନତା ଲାଭ ଓ କ୍ଷମତାଧିକାର ସମ୍ଭାବନାରେ ସନ୍ଦିହାନ ହୋଇପଡ଼ିଥିଲେ, ପୁଣି ମୋତିଲାଲ ବା ଚିତ୍ତରଞ୍ଜନଙ୍କ ପରି ଯେଉଁମାନେ ପ୍ରଚୁର ଉତ୍ପାର୍ଜନ ଓ ବୈଠକଖାନାର ଆରାମ ଚୌକି ଛାଡ଼ି ଜେଲଖାନା ଭିତରେ ଗୋବିଚାରୀ ପରି ପଶିବା ସପକ୍ଷରେ ନଥିଲେ, ସେମାନେ କାଉନସିଲ ପ୍ରବେଶ ସିଦ୍ଧାନ୍ତକୁ ଏକ ଜଟିଳ ସମସ୍ୟାର ସହଜ ସମାଧାନ ବୋଲି ଭାବୁଥିଲେ। ଅପରପକ୍ଷରେ ଯେଉଁମାନେ ଦରପାଠୁଆ ଅଧାପାଠୁଆ ହୋଇ ବାନର ସେନା ସାଜିଥିଲେ, ଯେଉଁମାନଙ୍କର ଉପାର୍ଜନ ସାମାନ୍ୟ ଥିଲା ଅଥବା ଆଦୌ ନଥିଲା, ସ୍ୱଚ୍ଛନ୍ଦ ଜୀବନଯାତ୍ରାର ଉଷୁମ ଆରାମ ଚୌକି ନଥିଲା, ସ୍ୱରାଜ୍ୟକୁ ଯେଉଁମାନେ ଦୀପ ଆଲୁଅରେ ସୁଣା ରାମରାଜ୍ୟର ଛାପଛାପିକା କଳ୍ପନା ସହିତ ସମୀକୃତ କରିପାରିଥିଲେ, ସେମାନେ ଶତକୋଚ୍ଚ ସାଧନା, ଅସହଯୋଗ, ବାରମ୍ବାର ଆନ୍ଦୋଳନ ଓ ଜେଲ୍ ଯିବା ମଧ୍ୟରେ ଯେପରି ଏକ ଆବେଗଗତ ଶାନ୍ତି ଓ ସାନ୍ତ୍ୱନା ଲାଭ କରିଥିଲେ, ସେହିମାନେ ଥିଲେ କାଉନସିଲ ପ୍ରବେଶ ସିଦ୍ଧାନ୍ତର ଘୋର ବିରୋଧରେ। ନେତା ହେବା ପାଇଁ ସେମାନଙ୍କ ଅଭିଳାଷ ନଥିଲା ଅଥବା କାଉନସିଲ ପ୍ରବେଶ ପାଇଁ ସେମାନଙ୍କର ଯୋଗ୍ୟତା ନଥିଲା। କିନ୍ତୁ ଏହି କାରଣରୁ ସେମାନେ ଯେ ମୋତିଲାଲ ଓ ଚିତ୍ତରଞ୍ଜନ ପ୍ରମୁଖଙ୍କର ସିଦ୍ଧାନ୍ତ ବିରୁଦ୍ଧରେ ଗୟା କଂଗ୍ରେସଠାରୁ ଦିଲ୍ଲୀ କଂଗ୍ରେସ ପୁଣି କୋକନାଡ଼ା କଂଗ୍ରେସ ପର୍ଯ୍ୟନ୍ତ ବିରୋଧରେ ସ୍ୱର ଉଠାଇ ଚାଲିଥିଲେ ତା ନୁହେଁ। ସେମାନଙ୍କଠାରେ ସେପରି ଅଭିସନ୍ଧି ଆରୋପ କରିବା ଘୋର ନୀଚତା ହୁଅନ୍ତା। ଯାହା ହେଉ, ଏହିପରି ଦୁଇ ପରସ୍ପର ବିରୋଧୀ ସିଦ୍ଧାନ୍ତ ମଧ୍ୟରେ କଂଗ୍ରେସ ସଂଗଠନ ଘୋର ଦ୍ୱିଧାକ୍ରାନ୍ତ ହୋଇପଡ଼ିଥିଲା। ଗାନ୍ଧୀଜୀ ସେତେବେଳେ ଜେଲରେ କାଉନସିଲ ପ୍ରବେଶ ସମ୍ପର୍କରେ କୋକନାଡ଼ା କଂଗ୍ରେସକୁ ସେ ବାର୍ତ୍ତା ପଠାଇଥିଲେ। ଜେଲ୍ ଭିତରୁ ବାହାରକୁ କୌଣସି ବାର୍ତ୍ତା ପଠାଇବା ମୋର ନୀତି ନୁହେଁ। ଏଥିରୁ ଯିଏ ଯାହା ବୁଝିବ ବୁଝନ୍ତୁ। ଗାନ୍ଧୀଙ୍କର ଏ ପ୍ରକାର ଆପାତ ଉଦାସୀନତା ସତ୍ତ୍ୱେ ଚିତ୍ତରଞ୍ଜନଙ୍କ କାଉନସିଲ ପ୍ରବେଶ ସିଦ୍ଧାନ୍ତ ଉପେକ୍ଷିତ ହେବା ପରେ ଚିତ୍ତରଞ୍ଜନ, ବଲ୍ଲଭଭାଇ, ରାଜେନ୍ଦ୍ର ପ୍ରସାଦ ଓ ରାଜଗୋପାଳଚାରୀ ପ୍ରମୁଖ ବହୁ ସେନାପତି କଂଗ୍ରେସରୁ ଅଲଗା ହୋଇଗଲେ। ତେଣୁ ଦୁଇ ପକ୍ଷଙ୍କୁ ସନ୍ତୁଷ୍ଟ ରଖିବା ପାଇଁ କାଉନସିଲ ଓ ଜିଲ୍ଲା ବୋର୍ଡ ପ୍ରଭୃତି ସରକାରୀ ଅନୁଷ୍ଠାନମାନଙ୍କରେ ପ୍ରବେଶ କରିବା ସଙ୍ଗେ ସଙ୍ଗେ ସ୍କୁଲ, କଚେରୀ ପ୍ରଭୃତି ସରକାରୀ ଅନୁଷ୍ଠାନ ବର୍ଜନ କରି ଅସହଯୋଗ କରିବା କଂଗ୍ରେସର ସିଦ୍ଧାନ୍ତ ରୂପେ ଗୃହୀତ ହେଲା। ସେତେବେଳେ ଶ୍ୟାମବନ୍ଧୁ ଓ ନିଧିଦାସଙ୍କ ପରି ବହୁ ସାଧାରଣ କର୍ମୀ ହୁଏତ ନିଜକୁ ନିଜେ ବାରମ୍ବାର ପଚାରିଥିବେ, ଏ ପୁଣି କିପରି କଥା? ଉଆ ବି ହେବ, ଉଷୁନା ବି ହେବ। ତାହା କିନ୍ତୁ ରାଜନୀତି। ମାତ୍ର ସେମାନେ ଶେଷ ପର୍ଯ୍ୟନ୍ତ ରାଜନୀତି କଥାଟା ବୁଝିଥିଲେ କି ନାହିଁ, ସେ କଥା କହିବ କିଏ? ଅନ୍ତତଃ ନିଧିଦାସ ବୁଝିନଥିଲେ। ନିଧିଦାସଙ୍କ ହାଲୁକା ମନ, ଲଗାମ ଛିଣ୍ଡା ଚିନ୍ତା, ପୁଣି ସନ୍ଦେହ ଓ ଅବିଶ୍ୱାସରେ ଭାରାକ୍ରାନ୍ତ ହୋଇଉଠିଥିଲା। ସେ ସ୍ଥାଣୁ ପରି ଦୁଇ ଆଣ୍ଠୁ ଉପରେ ମୁଣ୍ଡ ଲଦି ବସିଥିଲେ। ବାହାରେ ସନ୍ଧ୍ୟାର ମୁହଁ ଅନ୍ଧାର ଜମାଟ ବାନ୍ଧି ଆସୁଥିଲା।
ଶ୍ୟାମବନ୍ଧୁ କହିଲେ, ଏସବୁଥିରୁ ଆମକୁ କ'ଣ ମିଳିବ ହେ? ଆମେ ରାଜନୀତି ବୁଝୁନାହୁଁ। ଆମେ ଗୋଟେ କଥା ବୁଝିଛୁ, ସ୍ୱରାଜ୍ୟ ରାମରାଜ୍ୟ। ସେ ସ୍ୱରାଜ୍ୟ କ'ଣ ତା ମଧ୍ୟ ଆମେ ଜାଣିନାହୁଁ। ସ୍ୱରାଜ୍ୟ ଆମ ପାଇଁ ନୂଆ ମଣିଷ, ନୂଆ ସମାଜର ସର୍ଜନା। ବିଦେଶୀ ଶାସନ ଥିବା ଯାଏଁ ତାହା ଅସମ୍ଭବ, କିନ୍ତୁ ହୋଇପାରିବ ନାହିଁ। ସେଥିପାଇଁ ଆମେ ବିଦେଶୀ ଶାସନକୁ ଏ ଦେଶରୁ ମୂଳପୋଛ କରିବା ପାଇଁ ବାହାରିଛୁ। ରାଜ୍ୟ ପାଇଁ ଆମର ରାଜନୀତି ନୁହେଁ, ସ୍ୱରାଜ୍ୟ ପାଇଁ ଆମର ଧର୍ମ। ଅବଧୂତାନନ୍ଦ ମଧ୍ୟ ସେହି କଥା କହୁଥିଲେ। ବିଦେଶୀ ଯାଇ ସ୍ୱଦେଶୀ ଆସିଲେ ମାଟି ମୁକ୍ତ ହୋଇପାରେ, କିନ୍ତୁ ମଣିଷ ସ୍ୱାଧୀନ ହେବ ନାହିଁ। ମାତ୍ର ତାହା ହେବ କିପରି, ଯେଉଁ ବାଟରେ, କେଉଁ ଉପାୟରେ, ସେ କଥା ତ କେହି ତଥାପି କହିଲା ନାହିଁ। ସେ ବାଟ ତ କେହି ଦେଖାଇଲା ନାହିଁ। ନିଧି ଦାସ ଆଣ୍ଠୁ ଉପରୁ ମୁଣ୍ଡ ଉଠାଇ ପଚାରିଲେ, କିନ୍ତୁ ତାର ବାଟ କ'ଣ? ଶ୍ୟାମବନ୍ଧୁ କହିଲେ, ଆହେ, ଭାଗବତରେ କହିଛି ପରା, ମନ ତୋହର ନିଜ ଗୋରୁ, ଉଦ୍ଧବ ତୁ କେତେ ପଚାରୁ। ଆମେ ନିଜେ ଆଗେ ସ୍ୱାଧୀନ ହେଲୁଣି। ମୁଁ ସ୍ୱାଧୀନ ହେଲିଣି। ଆମେ ନିଜ ତ ସ୍ୱାଧୀନ ହୋଇନାହୁଁ, ଆଉ ଦେଶକୁ ସ୍ୱାଧୀନ କରିବା କିପରି? ଆମେ ହିଂସା ଜୟ କଲୁଣି। ଆମେ କ'ଣ ଈର୍ଷାର ଉପରକୁ ଉଠିଲୁଣି? ଆମେ କ'ଣ ଲୋଭକୁ ତୁଚ୍ଛ କଲୁଣି? ଆମେ କ'ଣ ଜାତି ବିଚାର ଛାଡ଼ିଲୁଣି? ଆମେ କ'ଣ ନିର୍ଭୟ ହେଲେଣି? ଆମେ କ'ଣ ମଣିଷ ଭିତରେ ଆତ୍ମା ପୁରୁଷକୁ ଚିହ୍ନିଲୁଣି? ଶ୍ୟାମବନ୍ଧୁଙ୍କ କଥା ନିଧି ଦାସଙ୍କ ଚିନ୍ତା ଓ ଭାବନାରେ ଏକ ନୂତନ ଦିଗ୍ବଳୟ ପ୍ରସାରିତ କରିଯାଉଥିଲା। ମୁହାଚ୍ଛନ୍ନ ପରି ସେ କହିଲେ, ନା ତ। ଶ୍ୟାମବନ୍ଧୁ ଉତ୍ତେଜିତ କଣ୍ଠରେ କହିଲେ, ସ୍ୱରାଜ, ସ୍ୱାଧୀନତା ଯାହା ହେଉ ପଛେ, ପ୍ରଥମେ ଆମକୁ ନିଜେ ସ୍ୱରାଜ୍ୟ ହେବା ପାଇଁ ପଡ଼ିବ। ଆମ ହୃଦୟରେ ଆଗେ ସ୍ୱରାଜ୍ୟ ଘୋଷଣା କରିବା ପାଇଁ ପଡ଼ିବ। ମାଲିକ ବଦଳ ସ୍ୱାଧୀନତା ନୁହେଁ, ସ୍ୱରାଜ୍ୟ ଆଦୌ ନୁହେଁ। ଆମେ ସ୍ୱାଧୀନ ହେଲେ ଆମକୁ ପରାଧୀନ କରି ରଖିପାରିବ କିଏ? ନିଧି ଦାସ ଅସହାୟ କଣ୍ଠରେ ପଚାରିଲେ, କିନ୍ତୁ କିପରି? ଶ୍ୟାମବନ୍ଧୁ କହିଲେ, ସେଥିପାଇଁ ମୁଁ ଗୋଟିଏ ଆଶ୍ରମ ତିଆରି କରୁଛି। ଆଶ୍ରମ ଦୁଆ ପଡ଼ିଗଲାଣି। ଚାଷ କାମ ଲାଗିଯିବାରୁ ମୂଲିଆ ମିଳୁନାହାନ୍ତି। ତାପରେ ପଇସା ପତ୍ର ବି ଟାଣଟୁଣ, ନୋହିଲେ କାମ ବହୁତ ଆଗେଇ ଯାଆନ୍ତାଣି। ଏମିତି କେତେ ଆଡ଼େ କେତେ ଆଶ୍ରମ ହେଉଛି। ଆମର କିନ୍ତୁ ଏଣେ ସେପରି ଗୋଟିଏ ହେଲେ ଆଶ୍ରମ ନାହିଁ। ସେଇ ଆଶ୍ରମକୁ ଧରି ଆମେ ପଡ଼ି ରହିବା। ସେଇ ଭୂଇଁଖଣ୍ଡିକ ଆମର ସ୍ୱଦେଶ, ଆମର ସ୍ୱରାଜ୍ୟ। ଶ୍ୟାମବନ୍ଧୁଙ୍କ କଥା ଶୁଣି ନିଧି ଦାସ ଗୋଟାଏ ପ୍ରଚଣ୍ଡ ଉନ୍ମାଦନାରେ ଉଦ୍ବେଳିତ ହୋଇଉଠିଲେ। ମୁହୂର୍ତ୍ତକ ମଧ୍ୟରେ ତାଙ୍କର ସବୁ କ୍ଳାନ୍ତି ଅବସାଦ କୁଆଡ଼େ ଉଭେଇଗଲା। ନିଧି ଦାସ ଝଡ଼ ପରି ଉଠିପଡ଼ି କହିଲେ, ଚାଲ ତମ ଆଶ୍ରମ ଆଡ଼ୁ ବୁଲି ଆସିବା। ମଙ୍ଗରାଜପୁର ହାଟ ପଡ଼ିଆଠାରୁ ପଶ୍ଚିମକୁ ବାଙ୍କି ଗଲେ ଗୋଟିଏ ବିସ୍ତୀର୍ଣ୍ଣ ଆମ୍ବ ତୋଟା ପଡ଼େ। ତୋଟାଟିଏ ଶ୍ୟାମବନ୍ଧୁଙ୍କର ପୈତୃକ ସମ୍ପତ୍ତି। ତୋଟା ମଝିରେ ପ୍ରାୟ 20 ଗୁଣ୍ଠ ଅରମା ପଡ଼ିଆ ଜମିଥିଲା। ସେଠି ପ୍ରତିବର୍ଷ ମଙ୍ଗରାଜପୁର ଭାଗବତ ମେଲଣ ହୁଏ। ସେଥିପାଇଁ ସେ ତୋଟାକୁ ଆଖପାଖ ଗାଁର ଲୋକେ ମେଲଣ ତୋଟା ବୋଲି କହିଥାନ୍ତି। ମଙ୍ଗରାଜପୁର ଗାଁରେ କହ୍ନେଇ ଶତପଥୀ କଲିକତାରେ ଓଡ଼ିଆ ହୋଟେଲ ଖୋଲି ହାଲକୁ ବିତ୍ତଶାଳୀ ହୋଇଛନ୍ତି। ଗାଁରେ 20-25 ହଜାର ଟଙ୍କାର ମହାଜନୀ ଚାଲେ। ଜମି 5 ବାଟି ଅନ୍ଦାଜ କଲେଣି। ତେଣୁ ମଙ୍ଗରାଜପୁର ଭାଗବତ ମେଲଣ ଶ୍ୟାମବନ୍ଧୁ ବିଶ୍ୱାଳଙ୍କ ଜାଗାରେ ହେବା ଦ୍ୱାରା ତାଙ୍କର ପ୍ରତିପତ୍ତି କ୍ଷୁଣ୍ଣ ହୋଇଯାଉଥିଲା ବୋଲି ମନେ ମନେ ତାଙ୍କର ଗୋଟିଏ ଅଭିମାନ ଥିଲା। ସେଥିପାଇଁ ନିଜ ଜମି ଉପରେ ଭାଗବତ ମେଲଣ କରାଇବା ପାଇଁ ସେ ବହୁ ଚେଷ୍ଟା କରି ଆସୁଥିଲେ। 2 ବର୍ଷ ହେବ କହ୍ନେଇ ଶତପଥୀଙ୍କ ଭାଗବତ ଗୋସେଇଁ ଶ୍ୟାମବନ୍ଧୁଙ୍କ ମେଲଣ ତୋଟାକୁ ଆସିବା ବନ୍ଦ କରି ଦେଇଛନ୍ତି। ଶତପଥୀଙ୍କ ବିମାନ ସଙ୍ଗରେ ଯେଉଁ ରୋଷଣୀ, କେଲାକେଲୁଣୀ ନାଚ, ସଖୀ ଆଉ ଗୋଟିପୁଅ ନାଚ ଦଳ ଆସନ୍ତି, ସେସବୁ ନ ଆସିଲେ ମେଲଣ ଆଉ ଜମିବ କୁଆଡ଼ୁ? ଫଳରେ ମଙ୍ଗରାଜପୁର ମେଲଣର ପ୍ରତିଷ୍ଠା ଓ ଖ୍ୟାତି ବହୁ ପରିମାଣରେ କ୍ଷୁଣ୍ଣ ହୋଇଯାଇଥିଲା। ମେଲଣ ତୋଟାର ଅଧିକାରୀ ରୂପେ ଶ୍ୟାମବନ୍ଧୁ ବିଶ୍ୱାଳଙ୍କ ଖଣ୍ଡିଆ ଭାଗବତ ଗାଦି ମେଲଣରେ ଅଗ୍ରସ୍ଥାନ ପାଇବା ଓ ଅନ୍ୟ ବିମାନଙ୍କଠାରୁ ସର୍ବପ୍ରଥମେ ଫୁଲଚନ୍ଦନ ଭେଟି ନେବା କହ୍ନେଇ ଶତପଥୀ ବରଦାସ୍ତ କରନ୍ତି କିପରି? ମିଛରେ ସେ କ'ଣ ଶହ ଶହ ଟଙ୍କା ପୋଡ଼ି ରୋଷଣୀ ବାହାର କରିବେ? ସେଥିପାଇଁ କହ୍ନେଇ ଶତପଥୀ ଅନେକ ବିସ୍ତୀର୍ଣ୍ଣ ଜମି ମେଲଣ ପାଇଁ ଛାଡ଼ି ଦେଇଛନ୍ତି। ତଥାପି ଅନେକ ଦିନର ପରମ୍ପରା ଛାଡ଼ି ଆଖପାଖ ଗାଁ ଭାଗବତ ଗୋସେଇଁମାନେ ଶାବକ ମେଲଣ ପଡ଼ିଆ ଛାଡ଼ି ନୂଆ ମେଲଣ ପଡ଼ିଆକୁ ଆସନ୍ତି ନାହିଁ। କହ୍ନେଇ ଶତପଥୀଙ୍କ ଭାଗବତ ବିମାନ ଆଉ କେତେଗୋଟି ବିମାନ ସହିତ ନୂଆ ମେଲଣ ପଡ଼ିଆରେ ବହୁ ଆଡ଼ମ୍ବରରେ ବିଜେ ହୋଇ ପୁଣି ଫେରିଯାଆନ୍ତି। କିନ୍ତୁ ଗତବର୍ଷଠାରୁ ଶ୍ୟାମବନ୍ଧୁ ତାଙ୍କ ବିମାନକୁ ନୂଆ ମେଲଣ ପଡ଼ିଆକୁ ପଠାଇବାକୁ ପରେ ସେଠାରେ ମେଲଣଟି ପୂର୍ଣ୍ଣାଙ୍ଗ ହୋଇପାରୁଅଛି। ଗାଁରେ 2-2ଟା ମେଲଣ ହେବା ଲୋକହସା କଥା। ପୁଣି ଯିଏ ଭାଗବତ, ସେ କେଉଁଠି ନାହାନ୍ତି?
ଏ ତ ତାଙ୍କ ମେଲଣ ହେଉନାହିଁ, ଇଏ ହେଉଛି ଅହମିକାର ନିଶାଣ। ବଡ଼ ଲୋକର ରୋଷଣୀ ଶ୍ୟାମବନ୍ଧୁ ନିଜ ଭାୟା ନିଶ୍ଚୟ ପୁଣି କହ୍ନେଇ ଶତପଥୀଙ୍କ ବିବାଦୀ ଲୋକମାନଙ୍କୁ ଏପରି ଅନେକ କଥା ବୁଝାଇ ମେଲଣ ଉଠାଇଦେଲେ। ବିଶ୍ୱାଳ ଘରର ଗୋଟାଏ ଏତେ ବଡ଼ ଯଶ କୀର୍ତ୍ତି ବୁଡ଼ିଗଲା ବୋଲି ସେମାନେ ବହୁ ପ୍ରତିବାଦ କଲେ। କିନ୍ତୁ ଶ୍ୟାମବନ୍ଧୁ ଏକଜିଦିଆ ଆଡ଼ବାୟା ଲୋକେ, ତାଙ୍କୁ ବୁଝାଇବ କିଏ? ମାତ୍ର ଇତିମଧ୍ୟରେ ଶ୍ୟାମବନ୍ଧୁ ଜାତି ବାସନ୍ଦା ହେବା ସଙ୍ଗେ ସଙ୍ଗେ ତାଙ୍କ ଭାଗବତ ଗୋସେଇ ମଧ୍ୟ ବାସନ୍ଦ ହୋଇ ସାରିଥିଲେ। ତେଣୁ ସେ କଥା ସେତିକିରେ ସେଇଠି ଚାପା ହୋଇ ପଡ଼ିଲା। ଶ୍ୟାମବନ୍ଧୁ ସେହି ଶାବକ ମେଲଣ ତୋଟାରେ ଆଶ୍ରମ ମୂଳଦୁଆ ପକାଇ ଅଛନ୍ତି। ଶ୍ୟାମବନ୍ଧୁ ଓ ନିଧିଦାସ ସେ ମେଲଣ ତୋଟା ଆଡ଼େ ବାହାରିଥିଲେ। ମେଘାଚ୍ଛନ୍ନ ଆକାଶର ପଶ୍ଚିମ ଦିଗନ୍ତରେ ଗୋଟିଏ ଲାଲ ଆଲୋକର ଉଚ୍ଛ୍ୱାସ ସେହି ବିବର୍ଣ୍ଣ ସନ୍ଧ୍ୟାକୁ ଏକ କୋମଳ ରକ୍ତିମାରେ ପ୍ରଲିପ୍ତ କରିଥିଲା। ଆମ୍ବ ତୋଟାର ଛାୟାନ୍ଧକାର ଭିତରୁ ବାହାରି ପଶ୍ଚିମ ଆକାଶର ନାଲିଚା ଆଲୁଅରେ ଶ୍ୟାମବନ୍ଧୁ ଓ ନିଧିଦାସ ମୁହୂର୍ତ୍ତକ ପାଇଁ ଆତ୍ମବିସ୍ମୃତ ହୋଇପଡ଼ିଥିଲେ। ଏକ ଅଶରୀରୀ ମହିମାର ଉପସ୍ଥିତିରେ ସେମାନେ କ୍ଷଣକ ପାଇଁ ସ୍ତମ୍ଭୀଭୂତ ହୋଇପଡ଼ିଥିଲେ। ନିଧିଦାସ ସେହି ମହିମାନ୍ୱିତ ଉଚ୍ଛ୍ୱାସ ଆଡ଼େ ଚାହିଁ ଭାବୁଥିଲେ, ଏପରି ଅନାହତ ମୁକ୍ତି ବର୍ଣ୍ଣାଢ୍ୟ ମହିମା ଏ କ'ଣ ମଣିଷର ଜୀବନରେ କେବେ ସମ୍ଭବ? ଦକ୍ଷିଣ ମୁହାଁ କେତେ ଘରର ମୂଳଦୁଆ ପଡ଼ି ଘରତୋଳା କାର୍ଯ୍ୟ ବନ୍ଦ ରହିଥିଲା। ମୂଳଦୁଆ ପଡ଼ିଥିବା ସ୍ଥାନଠାରୁ ଅଳ୍ପ ଦୂରରେ ବରଜା ଚମର ଗୋଟିଏ ଝାଟି ମାଟି କୁଡ଼ିଆ ତିଆରି କରି ରହିଥିଲା। ସେହି କୁଡ଼ିଆ ଖଣ୍ଡିକ ବରଜା ଚମାର, ତାର ଦୁଇ ଝିଅ, ସ୍ତ୍ରୀ ଆଉ ବିଧବା ଭଉଣୀ କୁନ୍ତୀର ଆଶ୍ରୟସ୍ଥଳ। କହ୍ନେଇ ଶତପଥୀ ଯେଉଁ ଜମିରେ ଏବେ ନୂଆ ମେଲାଣ କରାଉଛନ୍ତି, ସେହି ଜମିର କେତେକ ଅଂଶରେ ଏକଦା ବରଜାର ଦଖଲ ଥିଲା। କୁନ୍ତୀର ଥରେ ପାପ ଗର୍ଭ ନଷ୍ଟ ହେବା ପରେ ଜାତିଭାଇଙ୍କୁ କ୍ଷୀରିପିଠା ଖୁଆଇ ସମାଜର ପୁନଃ ପ୍ରତିଷ୍ଠା ପୁଣି ପୁଲିସକୁ ଅଣ୍ଟାଗୁଞ୍ଜା ଦେବା ପାଇଁ ବରଜା ଘରଡିହ ବାଡ଼ି ସବୁ କଣ୍ଟକବଲାରେ ବନ୍ଧା ରଖି କହ୍ନେଇ ଶତପଥୀଙ୍କଠାରୁ ଟଙ୍କା କରଜ ଆଣିଥିଲେ। ସେହି ସର୍ତ୍ତରେ ଜମିତକ କହ୍ନେଇଙ୍କ ଦଖଲରୁ ଆସିବାରୁ ବରଜା ନିଜ ଜମିରେ ମୀନା ପ୍ରଜା ପରି ରହିଥିଲା। କହ୍ନେଇ ଶତପଥୀ ସେଠାରୁ ତାକୁ ଉଠାଇ ନେବା ପରେ ବରଜା ଶ୍ୟାମବନ୍ଧୁଙ୍କ ମେଲଣ ତୋଟାରେ ଏବେ ଖଣ୍ଡେ କୁଡ଼ିଆ ମାରି ରହିଥିଲା। ଶ୍ୟାମବନ୍ଧୁ କହିଲେ, ଆଶ୍ରମ ତିଆରି ସରିଲେ ବରଜାକୁ ସେଥିରୁ ବଖରାଟାଏ ଛାଡ଼ିଦେବି। ଏତେଦିନ ଏଠାରେ ନିର୍ଜୀବ ନାରାୟଣଙ୍କ ସେବା ଦେଉଥିଲା, ଏଣିକି ସଜୀବ ନାରାୟଣଙ୍କ ସେବା ହେବ। ନିଧିଦାସ ଝୁଲାମୁଣି ଭିତରେ ନାଗପୁର ଯିବା ପାଇଁ ଗୋଟିଏ ପୁଟୁଳିରେ ବାନ୍ଧି ରଖିଥିବା ଟଙ୍କା 60ଟା କେତେ ଥର ହାତମୁଢ଼ା ଭିତରେ ଚାପିଲେ। ତାପରେ ଭୂତ ଲାଗିଲା ପରି ସେ ଟଙ୍କା ପୁଟୁଳିଟା ଶ୍ୟାମବନ୍ଧୁଙ୍କ ପାଦ ତଳେ ରଖିଦେଇ କହିଲେ, ମୁଁ ଦରିଦ୍ର କାଙ୍ଗାଳ, ତମକୁ ବା କ'ଣ ସାହାଯ୍ୟ କରିବି? ନାଗପୁର ସତ୍ୟାଗ୍ରହକୁ ଯିବା ପାଇଁ ଏ ଟଙ୍କା କେତେଟା ସଂଗ୍ରହ କରିଥିଲି। ଏତକ ନିଅ, ଆଶ୍ରମ ତିଆରିରେ ଲାଗିବ। ନିଧି କେବେ ନିଜକୁ ଏପରି ନିଃଶେଷ କରିଦେଇ ନଥିଲେ। ନିଜକୁ ନିଃଶେଷ କରିଦେବାର ତୃପ୍ତି ଓ ସନ୍ତୋଷରେ ତାଙ୍କର ଦୁଇ ଆଖି ଭାବପ୍ରବଣତାରେ ଛଳଛଳ ହୋଇ ଆସିଲା। ସନ୍ଧ୍ୟାର ମୁହଁ ଅନ୍ଧାର ଗଭୀର ହୋଇ ଆସିଥିଲା। ଶ୍ୟାମବନ୍ଧୁଙ୍କଠାରୁ ବିଦାୟ ନେଇ ନିଧିଦାସ ଘରକୁ ଫେରିବା ବାଟରେ ମଙ୍ଗରାଜପୁର ଘାଟ ଗଡ଼ାଣିରୁ ବିରୂପା ବାଲି ଭିତରେ ଗଡ଼ିଲେ। ବିରୂପା ବନ୍ଧ ଗଡ଼ାଣିରୁ ତଳକୁ ଖସିଲେ ଆମ୍ବତୋଟା। ସେପଟେ ଗାଁ ମୁଣ୍ଡ ମଶାଣି ପଡ଼େ। ନିଛାଟିଆ ମଶାଣି କଡ଼େ କିଆଗୋହିରୀ ବାଟେ ଗଲାବେଳେ ନିଧିଦାସଙ୍କର ମନେ ପଡ଼ିଗଲା ପରଲୋକଗତା ନିଜ ଜନ୍ମଦାତ୍ରୀ ଜନନୀଙ୍କର କଥା। ବିଚାରୀର ଜୀବନଟା ବିତିଥିଲା ଅତି ଦୁଃଖରେ। ଆଖିରୁ ସବୁବେଳେ ଲୁହ ଗଡ଼ାଇ ତଥାପି ସେହି ଲୁହ ଭିତରେ ଲୁଚି ରହିଥିଲା କଲ୍ୟାଣମୟୀ ମାତୃମୂର୍ତ୍ତିର ଚିରପ୍ରସନ୍ନ କୋମଳତା। ନିଧିଦାସଙ୍କ ବାପା କାନୁଦାସ ବଡ଼ କ୍ରୋଧୀ ପ୍ରକୃତିର ଲୋକ ଥିଲେ। ସେଥିରେ ପୁଣି ଆପୁ ଗଞ୍ଜେଇରେ ତାଙ୍କର ଖୁବ୍ ଅମଳ ଥିଲା। ନିଧିଦାସଙ୍କ ବୋଉ ଟିକିଏ ହୁଣ୍ଡି ଧରଣର। ତାଙ୍କ ହାତର ରନ୍ଧାବଢ଼ା ନିଶା ଆମେଜରେ କାନୁଦାସଙ୍କ ତୀବ୍ର ସ୍ୱାଦକୁ ଦିନେ ଦିନେ ସୁଖ ଲାଗୁନଥିଲା। ଅଧିକାଂଶ ଦିନ ଖାଇଲା ବେଳେ ତେଣୁ କାନୁଦାସ ଥାଳି ତାଟିଆ ଦୁଆରକୁ ଫିଙ୍ଗି ନିଶା ବେଶୀ ଚଢ଼ିଥିଲେ। ହାଣ୍ଡି କୁଣ୍ଢେଇ ବାଡ଼େଇ ଖଣ୍ଡ ପ୍ରଳୟ ଲଗାଇ ଦେଉଥିଲେ। ସେଥିରେ ଇନ୍ଧନ ଯୋଗାଉଥିଲେ ତାଙ୍କ ମା ବୁଢ଼ୀ, ବୋହୂ ନାଁରେ ନାନା ମିଛ ସତ ଲଗାଇ। ନିଧିଦାସଙ୍କ ମାମୁଁ ସୁଆରୀ କଉଡ଼ ନେଇ ଆସିଥିଲେ ଭଉଣୀକୁ ନେଇଯିବା ପାଇଁ। ମାତ୍ର ସବୁଥର ନିଧିଦାସଙ୍କ ବୋଉ ହସି ହସି ଭାଇଙ୍କୁ ଫେରାଇ ଦେଉଥିଲେ। ଗୋଟିଏ ବୋଲି ପୁଅ, ତାକୁ ନେଇ ଭାଇ ଭାଉଜଙ୍କ ପାଖରେ ପଶିବା ପାଇଁ ତାଙ୍କର ଆଦୌ ମନ ନଥିଲା। ସବୁ ଲାଞ୍ଛନା ଗଞ୍ଜଣା ସହି ଖାଲି ନିଧିଦାସଙ୍କ ମୁହଁକୁ ଚାହିଁ ସେ ସେଠାରେ ପଡ଼ି ରହିଥିଲେ।
ମାତ୍ର ନିଧି ଦାସ ତାଙ୍କର କୌଣସି ଆଶା ପୂର୍ଣ୍ଣ କରିପାରି ନାହାନ୍ତି। ଏପରିକି ଶ୍ରୀକ୍ଷେତ୍ରରେ କାର୍ତ୍ତିକ ମାସରେ ଚକାନୟନର ଦର୍ଶନର ସାମାନ୍ୟ ଆଶାଟିଏ ସୁଦ୍ଧା ନୁହେଁ। ବହୁ ବର୍ଷ ତଳେ ନିଧି ଦାସ ଏହି ମଶାଣିରେ ତାଙ୍କର ଦାହକ୍ରିୟା ଧରିଥିଲେ। ଆଜି ସେହି ବାଟେ ନିଛାଟିଆ ସନ୍ଧ୍ୟାରେ ଗଲାବେଳେ ତାଙ୍କର ସ୍ମୃତିରେ ନିଧି ଦାସ ଦୁଇ ଆଖି ଛଳଛଳ ହୋଇ ଉଠିଲା। ନିଧି ଦାସଙ୍କର ପୁଣି ମନେ ପଡ଼ିଲା ସେବାଶ୍ରମରେ ସେହି କର୍ମୀମାନଙ୍କଠାରୁ ବହୁଦିନ ତଳେ ଶୁଣିଥିବା ଗୋଟିଏ ଭାଷଣର ପଦେ କଥା। ମା କିଏ ଆଉ ଜନ୍ମମାଟି କିଏ? ମେଘୁଆ ଜହ୍ନର ମହଳ ଆଲୁଅରେ ରହସ୍ୟମୟ ଦିଶୁଥିବା ରୁକ୍ଷ ମାଟି, ମଶାଣି ପଦା ଓ କିଆଗହୀର ଉପରେ ଉଦ୍ଭାସିତ ହୋଇପଡ଼ିଲା ସେହି ଚିରଦୁଃଖିନୀ ଲାଞ୍ଛିତା ମାତୃମୂର୍ତ୍ତି। ଆଜି ମଧ୍ୟ ସେ ଯେପରି କାନ୍ଦୁଥିଲେ ସେହି ବିଷଣ୍ଣ ନିର୍ଜନ ସନ୍ଧ୍ୟାରେ, ନୀରବରେ, ନିଭୃତରେ, ଲାଞ୍ଛନାର ଜ୍ୱାଳାରେ। ନିଧି ଦାସ ମଶାଣିରୁ ମୁଠାଏ ମାଟି ଆଣି ଅଭିଭୂତ ପରି ମୁଣ୍ଡରେ ବୋଳି ହୋଇ ପଡ଼ିଲେ। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତିଙ୍କର ଉପନ୍ୟାସ ଅନ୍ଧ ଦିଗନ୍ତର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ଭାଗଗୁଡ଼ିକୁ ଶୁଣିବା। ରହିଲି, ନମସ୍କାର।